ହୁମା ମନ୍ଦିର ବକ୍ର କାହିଁକି? ଆସନ୍ତୁ ଜାଣିବା ହୁମା ମନ୍ଦିରର କିଛି ରହସ୍ୟ। ସମ୍ବଲପୁର ଜିଲ୍ଲାର ଜଣେ ହୋତା ପରିବାରର ଗୋଟେ ଗାଈ ଥିଲା। ସେ ଗାଈ ଚରିବାକୁ ଜଣେ ଗାଈ ଜଗୁଆଳି ମଧ୍ୟ ଥିଲା। ସେ ସବୁଦିନ ଗାଈକୁ ମହାନଦୀ କୂଳକୁ ଚରାଇବା ପାଇଁ ଆସୁଥିଲେ ଏବଂ ସନ୍ଧ୍ୟାରେ ଘରକୁ ଫେରି ଯାଉଥିଲେ। ସବୁ ଠିକ୍ ଚାଲିଥିଲା, କିନ୍ତୁ ଗୋଟେ ଦିନ ଗାଈର ମାଲିକ ହୋତା ବାବୁ ଅନୁମାନ କଲେ ଯେ ଗାଈର କ୍ଷୀର ଦେବାର ପରିମାଣ ଦିନକୁ ଦିନ କମିବାରେ ଲାଗିଛି। ସେ ସଙ୍ଗେ ସଙ୍ଗେ ଗାଈ ଜଗୁଆଳିକୁ ପ୍ରଶ୍ନ କଲେ, ଗାଈର କ୍ଷୀରର ପରିମାଣ ଆପେ ଆପେ କମିଯାଉଛି କାହିଁକି? ହୋତା ବାବୁ ଏମିତି କହି ଆର ଦିନ ଗାଈର ଲାଞ୍ଜକୁ ଧରି ସେ ନିଜେ ଗାଈ ଚରାଇବା ପାଇଁ ଆସିଲେ। ସେ ଅନୁଧ୍ୟାନ କଲେ ସେହି ଗାଈଟି ମହାନଦୀର ଆରପାରିରେ ଗୋଟେ ପଥର ଉପରେ ନିଜ କ୍ଷୀରକୁ ଢାଳୁଛି, ଅର୍ଥାତ୍ କ୍ଷୀର ସେହି ପଥର ଉପରେ ଆପେ ଆପେ ଢାଳି ହୋଇଯାଉଥାଏ। ଏହା ଦେଖି ହୋତା ବାବୁ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ପାଖକୁ ଯାଇ ଦେଖନ୍ତି ସେହି ପଥରଟି ଏକ ଶିବଲିଙ୍ଗ ପରି ଥିଲା। ଆଉ ସେ ଜାଣିପାରିଲେ କି ସେହିଠାରେ ମହାପ୍ରଭୁ ଶିବଶଙ୍କର ଉଭାନ ହୋଇଛନ୍ତି। ସେହି ସ୍ଥାନକୁ ଯିବାକୁ ସେହି ଗାଈକୁ ଆଉ ମନା କଲେ ନାହିଁ ଏବଂ ନିଜେ ସେଠାରେ ପୂଜା ଅର୍ଚ୍ଚନା କଲେ। ଏମିତି କିଛି ଦିନ ଗଲା ପରେ ତାଙ୍କର ସେହି ପୂଜା ଅର୍ଚ୍ଚନାର କଥା ସମ୍ବଲପୁରର ରାଜା ବଳରାମ ଦେବଙ୍କ କାନରେ ପଡ଼ିଲା ଏବଂ ସେହି ସ୍ଥାନକୁ ନିଜେ ବଳରାମ ଦେବ ପରିଭ୍ରମଣ କରିବାକୁ ଆସିଲେ ଆଉ ସେ ସେହି ଘଟଣାକୁ ବୁଝିଲେ। ଏମିତି କିଛି ଦିନ ଗଲା ପରେ ରାଜାଙ୍କୁ ଦିନେ ରାତିରେ ସ୍ୱପ୍ନାଦେଶ ହେଲା, ସ୍ୱୟଂ ଶିବଶଙ୍କର ଆସି କହିଲେ ଯେ ମୋତେ ସେହି ସ୍ଥାନରେ ପୂଜା କର ଆଉ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କର। ଏତିକି ଶୁଣିବା ପରେ ରାଜାଙ୍କର ନିଦ ଭାଙ୍ଗିଗଲା ଆଉ ସେ ସଙ୍ଗେ ସଙ୍ଗେ ତାଙ୍କର ସେନାଗଣକୁ ଡାକି କହିଲେ, କାଲି ସକାଳେ ଶିବଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ। ଆଉ ସେ ସକାଳୁ ସକାଳୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଲେ। ଆଉ ଏମିତି ଅନେକ ଦିନ ଗଲା। ଧୀରେ ଧୀରେ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଗଲା। ହେଲେ ମନ୍ଦିରର ନାମ ହୁମା କାହିଁକି ଦିଆଯାଇଛି? ସାଧାରଣତଃ ଆପଣମାନେ ଜାଣିଥିବେ ଯେ ଗୋଟେ ଗାଈ ବା ବଳଦ ହୁମା ହୁମା ଶବ୍ଦରେ ଡାକେ। ଏହି ହୁମା ଶବ୍ଦରୁ ମନ୍ଦିରର ନାମ ହୁମା ରଖାଯାଇଛି। ସେହି ଦିନଠୁ ଆଜି ଯାଏ ମହାପ୍ରଭୁ ଶିବଶଙ୍କରଙ୍କ ସେଠାରେ ପୂଜାର୍ଚ୍ଚନା କରାଯାଉଛି। ଏହି ମନ୍ଦିରରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଛି। ଆଜି ଏକ ଘଟଣା ବିଷୟରେ ଆମେ ଜାଣିବା। ସ୍ଥାନୀୟ ଲୋକଙ୍କ ମତରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ମାଛ ଧରିବା ପାଇଁ ମନ୍ଦିର ନିକଟସ୍ଥ ମହାନଦୀରେ ଜାଲ ପକାଇ ମାଛ ଧରୁଥାନ୍ତି। ସେମାନେ ଅନ୍ୟ ସ୍ଥାନରୁ ମାଛ ନ ପାଇ ମନ୍ଦିର ପାଖ ନଦୀ କୂଳରୁ ମାଛ ଧରି ପନିକିରେ କାଟିବାକୁ ଚେଷ୍ଟା କରୁଥିଲେ ଆଉ ସଙ୍ଗେ ସଙ୍ଗେ ସେହି ମହିଳା ଜଣକ ସେହିଠାରେ ପଥର ପାଲଟି ଗଲେ। ଏ ହେଉଛି ସେହି ମନ୍ଦିର ଭିତରେ ଥିବା ସେହି ମହିଳାଙ୍କର କାହାଣୀ। ମନ୍ଦିର ବକ୍ର ହେଲା କେମିତି? ଏହା ଏକ ପ୍ରଶ୍ନ। ଗ୍ରାମର କିଛି ବାସିନ୍ଦାଙ୍କ ମତରେ ହୁମା ମନ୍ଦିର ଯେତେବେଳେ ନିର୍ମାଣ ହୋଇଥିଲା, ରାଜା ତାକୁ ଆରମ୍ଭରୁ ମହାନଦୀର ବାତ୍ୟା ଓ ପ୍ରଚୁର ପାଣି ଆସିବାର ଆଶଙ୍କାରେ ବକ୍ର କରି ନିର୍ମାଣ କରିଥିଲେ। ଆଉ କିଛି ଲୋକଙ୍କ ଅନୁସାରେ ମହାନଦୀରେ ଦିନେ ବାତ୍ୟା ଆସିବା ଯୋଗୁଁ ବାତ୍ୟାର ପ୍ରଭାବରେ ଆପେ ଆପେ ମନ୍ଦିରଟି ବକ୍ର ହୋଇଗଲା। ଆପଣଙ୍କ ମତରେ ମନ୍ଦିରଟି ବକ୍ର କାହିଁକି? କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଅନୁରୋଧ।